ସକାଳୁ ସକାଳୁ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଯିବାବେଳେ ଘଟିଛି ଦୁର୍ଘଟଣା। ଡ୍ରାଇଭର ସମେତ 5 ଜଣ ଛାତ୍ରଛାତ୍ରୀ ଏଥିରେ ଆହତ ହୋଇଛନ୍ତି। ଗଞ୍ଜାମ ଚିକିଟିଗଡ଼ରେ ଘଟିଛି ଏଭଳି ଦୁର୍ଘଟଣା। ଆଜି ସକାଳେ ଭ୍ୟାନ୍ଟି ସକାଳୁ ଚାନ୍ଦପୁର ଅଞ୍ଚଳରୁ 12 ଜଣ ପିଲାଙ୍କୁ ନେଇ ପିତାତଳି ଆଦର୍ଶ ବିଦ୍ୟାଳୟ ଯାଉଥିଲା। ମାତ୍ର ଗାଡ଼ିଟି କିଛି ବାଟ ଯିବା ପରେ ଚିକିଟି ଇଲେକ୍ଟ୍ରିକ୍ ଅଫିସ୍ ନିକଟରେ ହଠାତ୍ ଏକ ପୋଲକୁ ପିଟି ହୋଇ ଓଲଟି ପଡ଼ିଥିଲା। ପିଲାଙ୍କ କାନ୍ଦ ବୋବାଳି ଶୁଣି ତୁରନ୍ତ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ସଙ୍ଗେ ସଙ୍ଗେ ସମସ୍ତ ପିଲା ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲେ। ସେଠାରେ ଆହତ 5 ଛାତ୍ରଛାତ୍ରୀଙ୍କ ଚିକିତ୍ସା କରାଯାଇଛି। ମାତ୍ର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତରିତ କରାଯାଇଛି। ଆଖି ଲାଖି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଡ୍ରାଇଭର କହିଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। Alhamdulillah.